ଆସିଲା ବଡ ଖବର। ତ ଦେଖନ୍ତୁ ରାସନ କାର୍ଡ ଧାରୀ ମାନଙ୍କ ପାଇଁ ରାଜ୍ୟରେ ହଠାତ୍ କାହାର କାଟିବନି ରାସନ କାର୍ଡ, ମନ୍ତ୍ରୀ କହିଲେ ଏପ୍ରିଲ ପରେ। ତ ଦେଖନ୍ତୁ କଣ ରହିଛି ଏପ୍ରିଲ ପରେ କଣ ହେବ, କାଟିବ କି ନାହିଁ ରାସନ କାର୍ଡ, କଣ ରହିଛି ଅପଡେଟ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ ଫୁଲ ଷ୍ଟେପ ବାଇ ଷ୍ଟେପ ଜାଣିପାରିବେ କଣ କହିଛନ୍ତି ମନ୍ତ୍ରୀ ଆଉ କୋଉମାନଙ୍କର କାଟିବ ନା ନାହିଁ ଏପ୍ରିଲ ପରେ। ତ ଦେଖନ୍ତୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାସନ କାର୍ଡକୁ ନେଇ ରବିବାର ଏକ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ହଠାତ୍ କାହାର ରାସନ କାର୍ଡ କଟାଯିବନି। 30,734 ଲୋକ ଇ କେୱାଇସି କରିନାହାନ୍ତି। 31 ମାର୍ଚ୍ଚ ପରେ ଜଣାପଡିବ କେତେ ଲୋକ ଇ କେୱାଇସି କରିନାହାନ୍ତି। ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍ କରି ଯାଞ୍ଚ କରାଯିବ। 7,35,000 ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି। ଏବେ ସେମାନଙ୍କ ସର୍ଭେ ଚାଲିଛି। ଏପ୍ରିଲ 15 ସୁଦ୍ଧା ଏହି ସର୍ଭେ କାର୍ଯ୍ୟ ସରିବ। ସରକାର ନୂଆ ପୋର୍ଟାଲ ଖୋଲିଛନ୍ତି। ଏଥିରେ 50,000 ଆବେଦନ ଆସିଛି। ସର୍ଭେ ପରେ ନୂଆ ହିତାଧିକାରୀ ସେମାନଙ୍କର ରାସନ ସାମଗ୍ରୀ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଓଡ଼ିଶା ସରକାର ରାସନ କାର୍ଡ ହିତାଧିକାରୀଙ୍କୁ ରାସନ କାର୍ଡରେ ପୂର୍ବ ଭଳି ମିଳୁଥିବା ଗହମ ପୁଣି ଥରେ ଚାଉଳ ସହ ମିଳିବ ବୋଲି ନିକଟରେ ସୂଚନା ଦେଇଥିଲେ। ପୁଣି ମିଳୁଥିବା ଚାଉଳର 20% ଗହମ ଦେବାକୁ ସରକାର କହିଥିଲେ। ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଇଥିଲେ। ହେଲେ ପୁଣି ଥରେ ପୂର୍ବ ଭଳି ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତ ଦେଖନ୍ତୁ ଯଦି ଆପଣମାନେ ରାସନ କାର୍ଡ ଏପର୍ଯ୍ୟନ୍ତ ପାଇନାହାନ୍ତି ନୂଆ, ତାହେଲେ ଆପଣମାନେ ଖୁବ ଶୀଘ୍ର ଆପଣମାନେ ପାଇପାରିବେ। ଦେଖନ୍ତୁ ଏପ୍ରିଲ ସୁଦ୍ଧା ଏହି ସର୍ଭେ କାର୍ଯ୍ୟ ସରିବ। ତ ଦେଖନ୍ତୁ ଏଥିରେ 50,000 ଆବେଦନ ଆସିଛି। ସର୍ଭେ ପରେ ନୂଆ ହିତାଧିକାରୀଙ୍କୁ ସେମାନଙ୍କ ରାସନ ସାମଗ୍ରୀ ପାଇବେ ବୋଲି କୁହାଯାଇଛି। ତ ଦେଖନ୍ତୁ ଯଦି ଆପଣମାନେ ଇ କେୱାଇସି କରିନାହାନ୍ତି ତାହେଲେ ଖୁବ ଶୀଘ୍ର ଇ କେୱାଇସି କରନ୍ତୁ, ତାହେଲେ ଆପଣମାନଙ୍କ ରାସନ କାର୍ଡ କଟିଯିବ। ଆଉ କୋଉମାନଙ୍କର ମଧ୍ୟ କାଟିବାର ଅଛି ତାହେଲେ ସରକାର ସେମାନଙ୍କ ରାସନ କାର୍ଡ କାଟିଦେବେ। ତ ଏଇ ବଢିଆ ଆଜିର ଅପଡେଟ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗୁଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।